বেশি সময় নাই, দ্বিতীয় ধাপ আমি আজকে যা। নীরব হেলে গাইবি, আর তোমার পদে মোর পদে হেলে হব না। হଉ ହଉ ମୁଁ ବୁଝିପାରିଲି ମୋ ଭାଇ ଲୋ, ବ୍ୟସ୍ତ ହୁଅ ନା। ତାଙ୍କ ମନକୁ ଟିକେ ଶାନ୍ତି କରିଦେବା, ଦି ଚାରିଟା ବାଳ ବାହାରି କରିଦେବା। ଓଡ଼ିଆ ଭାଗବତରେ ଆପଣ ମାନଙ୍କର ତ୍ରିରତ୍ନ ମଧୁସୂଦନ ଦାସ, ତମେ ଯେତେବେଳେ ପାଠ ପଢିଲ କଣ ଲେଖା ହେଇଛି? କହିଲା ବାଳକେ ମୋର ଭଲ କର, ବେଳହୁ ଗୋବିନ୍ଦ ସୁମର, ବେଳହୁ ଗୋବିନ୍ଦ ସୁମର, ବେଳହୁ ଗୋବିନ୍ଦ ସୁମର। ଏ ଲୋକଟା ମତେ ପାଲା କରେଇଦେବନି? ନିଷ୍ପତ୍ତି ନେଇକି ମଦ ପିକି ଆସିଥିଲୁ, ଏଇଆ ମତେ ପଚାରିବା ପାଇଁ କାଲି? ମତେ ପଚାରିଲ, ମୁଁ ଉତ୍ତର ଦଉଛି, ପୁଣି କାହିଁକି ଭଡ଼ ଭଡ଼ ହଉଛି? ମୁଁ ଏ ଜିନିଷ ସହିପାରିବିନି କେବେ। ମତେ ପଚାର, ମୁଁ ଉତ୍ତର ଦେବି। ଆଚ୍ଛା, ବାଲ୍ମୀକି ରାମାୟଣ ଲେଖିଲେ ଆଜ୍ଞା ଆଜ୍ଞା କାଣ୍ଡ ନାଁଟା କୋଉ କାଣ୍ଡ? ବାଳକାଣ୍ଡ। ବାଳକାଣ୍ଡ ବୋଲି କଣ କୃତି କାଣ୍ଡ ନା, ଜଗନ୍ନାଥଙ୍କର ମହାପ୍ରସାଦ ଯୋଉ ସକାଳ ଧୂପ, ତାକୁ କୋଉ ଭୋଗ କହନ୍ତି? ବାଳ ଭୋଗ। ବାଳ ଭୋଗ। ତାମାନେ କଣ ଚୁଟି ଭୋଗ? ଆଚ୍ଛା, ଭଗବାନ ରାମ ଦେଖ ବାପା, ତିନିଟା ବାଳ ପ୍ରମାଣ ଦେବି, ଟିକେ 4 ନମ୍ବର ବାଳକୁ ଯିବା। ଭଗବାନ ରାମ ସୀତାକୁ ବାହାରିକି ଆସୁଛନ୍ତି, ପରଶୁରାମ ଜଗିଲା, ଲକ୍ଷ୍ମଣ ମହାପ୍ରଭୁ ବାହାରି ପଡିଲେ। ତମେ କିଏ ଯେ? ତମେ ଜାଣିନ ଆମର ବାହୁ ବିକ୍ରମ ପରାକ୍ରମ, ତୁ ମତେ ଚିହ୍ନିନୁ ପୁଅ? ଚିହ୍ନିନୁ? ପରଶୁରାମ ରାଗିଗଲେ, ଆଉ ଟିକେ ବାଳ ବାହାରି କରିବା। କଲା ରେଣୁକା ଅନୁଜ ସେତେବେଳର କଂଗ୍ରେସର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ତାଙ୍କ ବାପା ହେଲେ ଗୋକୁଳ ମାଷ୍ଟେ ଗୋକୁଳାନନ୍ଦ ପଟ୍ଟନାୟକ। ବହିଟି ଲେଖିଲେ ଜାନକୀ ବଲ୍ଲଭ ବିଳାସ। କଣ କହିଲେ ପରଶୁରାମ? କଲା ରେଣୁକା ତନୁଜ ରାମ ଅନୁଜ କୁରେ ରାମ ଅନୁଜ କୁରେ, ରାମ ଅନୁଜ ବୋଇବାରେ ପାପି ମନୁଜ, ବୋଇଲାରେ ପାପି ମନୁଜ। ତୋର ଶଙ୍କା କରି କାନ୍ତା ମଧ୍ୟରେ, କରି ଦାଣ୍ଡା ମଧ୍ୟରେ, କରି ଦାଣ୍ଡା ମଧ୍ୟରେ ଇବ ସୌର୍ଯ୍ୟ ମୋ ବାଳ ତୁରେ, ମୋ ବାଳ ତୁରେ, ମୋ ବାଳ ବୋଲାଉଛୁ ବୀର ଶେଖର, ମୋ ବାଳ ତୁରେ, ମୋ ବାଳ ବୋଲାଉଛୁ ବୀର ଶେଖର। ଫଣ ଫଣିକି ମୁଖର ଫଣିକି, ମୁଖର ଫଣିକି, ନ ଜାଣିକି ବିଷ ପ୍ରଖର, ମୋ ବାଳ ତୁରେ, ମୋ ବାଳ ବୋଲାଉଛୁ ବୀର ଶେଖର। ମୋ ବଡ ଭାଇ କବି କଣ କହିଲେ? ମୋ ବାଳ ମୋ ବାଳ ତୁ। ଆଚ୍ଛା, ସେଠି ଥିଲା ବାଳ ବୋଲି ଆଦି, ଏଠି ବାଳର ଶବ୍ଦ ହଉଛି ସୂତ। ପିଲାମାନଙ୍କୁ କହୁଛି ତମେ କା ବାଳ? ନା ମୁଁ ହଉଛି କୈଳାସ ଚନ୍ଦ୍ର ହୁତାଙ୍କ ବାଳ। ତାମାନେ କଣ ମୋ ବୋପାର ଛୁଟି? ମୋ ବୋପାର ହଉ 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 କିଛି ନାହିଁ, ଏଥିରେ କଣ କିଛି ଦେଖ ବାରେ 6 ନମ୍ବର ବାଳୁଟେ ଦଉଛି, ଦେଖ ହଉଛି ନା ନାଇଁ। ଏଠି ବାଳର ଅର୍ଥ ଚୁଟି। ମୁଁ ଗାୟକ
ରହ ଦେଖେ ବାଳ କେମିତି ବାହାରୁଛି ଚୁଟିକି ବାଳ କବି କହିନାହାନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଇ ମାଟିରେ ତପସ୍ୟା କରି ରଘୁନାଥଙ୍କ ନିକଟରେ ରାମ ତାରକ ମନ୍ତ୍ରରେ କବି ସମ୍ରାଟ ହେଲେ ମନେ ପକେଇଲ ଯେତେବେଳେ ଶୂର୍ପଣଖା ଗଲା ଲକ୍ଷ୍ମଣ ବାବୁ ରାମ ପଠେଇଦେଲେ ଠିକ ସେତିକି ବେଳେ ରାମ କଣ ଲେଖିଲେ କହିଲେ ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଯୋଷାକୁ ଯୋଗ୍ୟ ଯୋଷାକୁ ଆହେ ଯୋଗ୍ୟ ଯୋଷାକୁ କାନନ କର ଆଲିଙ୍ଗନକୁ ଆଲିଙ୍ଗନକୁ କର ଆଲିଙ୍ଗନକୁ ଲକ୍ଷ୍ମଣ କଣ କଲେ କଲା ବାଳ ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ କର୍ଣ୍ଣାଟ ନାରୀ ଆହେ କର୍ଣ୍ଣାଟ ନାରୀ ବନ୍ଧ ସଂଯୋଗେ ନାୟକ କୁନ୍ତଳ ଭିଡ଼ି କୁନ୍ତଳ ଭିଡ଼ି ଆହେ କୁନ୍ତଳ ଭିଡ଼ି ବାଳ ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ ଏଠି ବାଳ ଧଇଲେ ଲକ୍ଷ୍ମଣ ବୋଲେ କଣ ଧଇଲେ ଶୂର୍ପଣଖା ଚୁଟିକି ଧଇଲେ ଆଜ୍ଞା ଭଞ୍ଜ କଣ କହିପାରିନଥାନ୍ତେ ଚୁଟି ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ ଭଞ୍ଜ କାହିଁ କହିଲେ ବାଳ ଧରୁ ବିଚାରନ୍ତେ ଆରେ ବାପା ରାମ ବାପା ସଜ୍ଜନ ବର୍ଗେ ତାହେଲେ କହିବାର ଉଦ୍ଦେଶ୍ୟ ଆପଣ ମାନଙ୍କର ଦ୍ୱାପର ଯୁଗରେ ବାଳକୁ କାଟିଲା କିଏ ନା ବେଶ୍ୟା ଚିନ୍ତାମଣି ଗୋଜା କାଠିରେ ଅନ୍ଧ ହେଇଯାଇଛି ବିଲ୍ୱମଙ୍ଗଳ କେବେ ଖରା କାକର କେବେ ଖାଲ ଠିକର ଯେ ପାଦ ଜେଣେ ପ୍ରାୟ ଧାଇଁ ଅନ୍ଧ ହେଇ ବିଲ୍ୱମଙ୍ଗଳ ଯାଉ ଯାଉ ଯମୁନା ନଦୀ କୂଳରେ ପହଞ୍ଚି ଯମୁନା ନଦୀର ଜଳ ଭିତରକୁ ଯେତେବେଳେ ପଶେ ଆଉ ସହିପାରିଲେନି ଭଗବାନ କୃଷ୍ଣ କହିଲେ ଅନ୍ଧଟା ତ ମରିଯିବ ସେ ଗୋଟିଏ ଶବ୍ଦ ଗାଇ ଚାଲିଛି ସଦାବେଳେ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ନା ଜାନାମେ କରି ଯାନ୍ତି ପ୍ରାଣୀ ପରମ ପଦ ଚିନ୍ତାମଣି ପରମ ପଦ ଚିନ୍ତାମଣି ମୋ ନାଁଟା ତ ବ୍ୟର୍ଥ ହେଇଯିବ ଚିନ୍ତାମଣି ନାଁଟା ପ୍ରଭୁ ଧରି ପକେଇଲେ ବିଲ୍ୱମଙ୍ଗଳର ହାତକୁ କହିଲେ ଆସବୁ ସେଇ ସିଆଡେ ନଦୀଟା ଅଛି ବୁଡ଼ିଯିବ ଆସ ମୁଁ ତୁମକୁ ସୁରକ୍ଷିତ ସ୍ଥାନକୁ ନେଇଯିବି କଦମ୍ବ ବନରାଜ ଭିତରେ ବ୍ରାହ୍ମଣ ଆଶ୍ରୟ ଦେଲେ ଭଗବାନ ଋଷିକେଶ ଚିନ୍ତାମଣି ନାରାୟଣ ଜଗନ୍ନାଥ ପ୍ରତ୍ୟେକ ଦିନ କ୍ଷୀର ଗୋରସ ଗୁଡାକ ଆଣି ଧରେଇ ଦିଅନ୍ତି ବିଲ୍ୱମଙ୍ଗଳକୁ ବିଲ୍ୱମଙ୍ଗଳ ଆପ୍ୟାନ କରନ୍ତି ଦିନ ପରେ ଦିନ ବଢି ଯାଇଛି ଦିନେ ବିଲ୍ୱମଙ୍ଗଳ ବିଚାର କଲା ଆଜ୍ଞା କହିଲା ପୁଣି ତ ମାୟାରେ ପଡିଲି ମୋ ବନ୍ଧୁ କହୁଥିଲେ କୁଆଡେ ଯୋଉ ପାଞ୍ଚ ସୀତା କାୟା ସୀତା ମାୟା ସୀତା ଛାୟା ସୀତା ସୁବର୍ଣ୍ଣ ସୀତା ଇତ୍ୟାଦି ଆଜ୍ଞା ଆଜ୍ଞା ଇନ୍ଦ୍ରଜିତ କୁଆଡେ ମାୟା ସୀତାର ମୁଣ୍ଡ କାଟିଥିଲା ଭୁଲ ଛକ ଭୁଲ କୋଉ ରାମାୟଣ ଅଛି ଦେଖେଇ ପାରିବ ସୀତାର ରୂପକୁ ଜଣେ ମାତ୍ର ଆଙ୍କି ପାରେ ବିଭୀଷଣର ଝିଅ ତ୍ରିଜଟା ଆଙ୍କି ପାରେ ଇନ୍ଦ୍ରଜିତ କହିଲା ଆଗ ଭଗିନୀ ବୋଲେ ଭଉଣୀ